ଆଜ୍ଞା। ପବିତ୍ର ଆତ୍ମା ଥରେ ଛାଡ଼ିଲେ ଆଉ ଆସିବାଟା କଷ୍ଟ। ନମ୍ବର ୱାନ୍, ଦ ଡିମୋନିକ ସ୍ପିରିଟ ଟ୍ରବୁଲ୍ଡ ହିମ୍। ଇଂରାଜୀରେ ଟ୍ରବୁଲ କରଲା। ଟ୍ରବୁଲ ମିନ୍ସ କେମିତି ବୁଝାଇବି ମୁଁ ଓଡ଼ିଆରେ? ଟ୍ରବୁଲ ଟ୍ରବୁଲ ବୋଲି କହିଲେ ବିପଦଗ୍ରସ୍ତ, ବିଭିନ୍ନ ପ୍ରକାର ଆଂଜାଇଟି ବୋଲି କହିଲେ ଚଳିବ ଟିକେ। ଆଉ ଓଡ଼ିଆରେ ବିରକ୍ତ, ମାନେ ମୁଡ ସ୍ପ୍ରିଙ୍ଗ, ରାଗ ରାଗ। ସେଥିପାଇଁ ବହୁତ ଥର, ଆଉ ନେକ୍ସଟ ପଏଣ୍ଟକୁ ଯିବି ସାଉଲଙ୍କର। ଦାଉଦଙ୍କୁ ମାରିବି ବୋଲି ସେ ବର୍ଚ୍ଛା ଉଠାଇ ତ ଫିଙ୍ଗିଲା ତ, ଆଉ ଖାଇ ବସିଥିଲେ। ଆକ୍ଚୁଆଲି ମୁଁ ପରେ ଦେଖାଇବି ଆପଣଙ୍କୁ, ସେଟା ବି ଭୂତ ଧରିଥିଲା। ମାରିବାକୁ ଇଚ୍ଛା ଲାଗୁଛି କାହାକୁ? ସ୍ତ୍ରୀକୁ ପିଟି ପକାଉଛ କି? ଖାଅ ରାଗକୁ ପିଲାମାନଙ୍କୁ ପିଟି ପିଟି ପକାଉଛ କି? କେତେ ଜଣ ମାରି ନ ପାରିଲେ ଅଭଦ୍ର ଭାଷା ଗାଳି କରନ୍ତି, ଜାଣିଛନ୍ତି? ଅଭଦ୍ର ଭାଷା କାହିଁକି, ଅଭଦ୍ର ଗାଳି ସବୁ କାହିଁକି କ୍ରିଏଟ ହେଲା ଜାଣିଛନ୍ତି? ଲୋକଟା ସାମ୍ନାରେ ଥିଲେ ମାରିଥାନ୍ତୁ, ମାରିଲେ ଇଗୋ ସାଟିସ୍ଫାଏ ହେବ, ମାରିବା ପାଇଁ ସୁଧା ହେବନି, ଦୂରରେ ଅଛି। ତେଣୁକରି ହାତରେ ନ ମାରିଲେ ବି ଏମିତି କଥାରେ ମାରିବା ପାଇଁ ଅଭଦ୍ର ଭାଷା କ୍ରିଏଟ କରାଗଲା। ଏମିତି ଭାଷା କଥା ହେଇଯିବେ ସେ ଲୋକଟା ଲାଜ ହେଇକି ସୁସାଇଡ ବି କରିଦେବ। ହିତୋପଦେଶ କହେ, କାତିର ଛୁରୀର ଆଘାତ ପରି କଥା ହେବା ଲୋକ ଅଛନ୍ତି। ପୁଣି ପାଷ୍ଟରମାନେ ବି ଅଭଦ୍ର ଭାଷା ଗାଳି କରନ୍ତି। ଅଭଦ୍ର ଭାଷା ସହିତ ଏକ କଣ କହିବି, ଘାଟିଆ ଲାଙ୍ଗୁଏଜ ଥିବ, ଖାସାକ ଫାସାକ ବୋଲି ହଉଥିବେ। ଏ ମସ୍ତ ଅଛି ରେ, ଦେଖୁଛି ମୁଁ, what nonsense language is this? ମୁଁ ସେ ମଝିରେ ଆପଣଙ୍କୁ କହୁଥିଲି, ବିଶ୍ୱାସୀ ମାନଙ୍କ ପକ୍ଷରେ ଏହି ଚିହ୍ନ ଦେଖାଯିବ। ସେମାନେ ହାତ ଛୁଇଁଲେ ରୋଗୀ ମାନଙ୍କୁ ସୁସ୍ଥ କରିବେ, ଭୂତ ଭଗାଇବେ, ନାଇଁ କି? ସାପକୁ ଧରିବେ, ବିଷ ଖାଇଲେ ବି ସେମାନଙ୍କୁ କିଛି କ୍ଷତି ହେବନି। ଆଣ୍ଡ ସେମାନେ ନୂଆ ନୂଆ ଭାଷା କଥା ହେବେ ବୋଲି କହୁଥିଲେ ଆପଣଙ୍କୁ ଥରେ। ନୂଆ ଭାଷା ମିନ୍ସ ହ୍ୱାଟ? ଆପଣଙ୍କର ଅଭଦ୍ର ସାଂସାରିକ ୱାର୍ଡଲି ଲାଙ୍ଗୁଏଜ ସବୁ ଜେଣ୍ଟଲ ହେଇଯିବ। ମୃଦୁପଣ ଗୋଟେ ଥିବ ଆଜ୍ଞା, ରେସ୍ପେକ୍ଟଫୁଲ ଲାଙ୍ଗୁଏଜ, ଜେଣ୍ଟଲ ଲାଙ୍ଗୁଏଜ। ସାଂସାରିକ ପିଲା ଟୋକା ମାନଙ୍କ ପରି, କିରେ ହରେ। ଯେଉଁମାନେ ସେବାରେ ସମର୍ପିତ ହେଇକି ସେବା କରନ୍ତି ସେମାନଙ୍କୁ ବହୁତ ରେସ୍ପେକ୍ଟଫୁଲ କଥା ହୁଏ। ଆମର ଅଛନ୍ତି ଆମର ଫିରୋଜ ଭଉଣୀ ବୋଲି କୁହାଯାଏ। ସେ ମୋ ପାଖରେ, ମୁଁ ବାପ୍ତିସ୍ମ ଦେଇଛି ତାଙ୍କୁ, ମୋର ଝିଅ ପରୀକ୍ଷା ଆତ୍ମିକ ଅଛି। ତଥାପି କାହିଁକି ଫିରୋଜ ଭଉଣୀ ବୋଲି କାହିଁକି କହେ ମୁଁ? ସେ ପ୍ରଭୁଙ୍କର ଦାସୀ ହେବେ। ଆପଣଙ୍କର ବୟସର ସାନ ଥିଲେ ମଧ୍ୟ ଆପଣ ରେସ୍ପେକ୍ଟ କରିବାକୁ ଶିଖିବାର ଅଛି ଦାସ ଦାସୀ ମାନଙ୍କୁ। ଛୋଟ ବେଳେ ତ ଆପଣଙ୍କ ସାମ୍ନାରେ ବଢୁଥିଲେ ବୋଲେ କିରେ ହରେ ସିଙ୍ଗା ନାକିଆ ବୋଲି ହେବାର ନାହିଁ। ଅଭିଷେକକୁ ଚିହ୍ନିବାର ଆଜ୍ଞା, ପ୍ରଭୁ ମନୋନୀତ କରି ବାଛିଥିବେ ସେମାନଙ୍କୁ। ଲାଙ୍ଗୁଏଜ ଚେଞ୍ଜ କରନ୍ତୁ। କେତେ ଜଣ ଅଛନ୍ତି ମତେ ପ୍ରେସିଡେଣ୍ଟ ବାବୁ ବୋଲି କହିବା ପାଇଁ ବି ସାନ ପିଲା, ମତେ ଆସନ୍ତା ବର୍ଷକୁ 50 ବର୍ଷ ପୂରିବ ମତେ। କେତେ ଜଣକୁ ମାନେ ଛୋଟ ପିଲାକୁ କଣ ରେସ୍ପେକ୍ଟ ଦେବୁ? ଆରେ ଛୋଟ ପିଲାକୁ ରେସ୍ପେକ୍ଟ ଦିଅନ୍ତୁନି ଆଜ୍ଞା, ଅଭିଷେକକୁ ରେସ୍ପେକ୍ଟ ଦିଅନ୍ତୁ। ପିଲା ପରି ଦେଖନ୍ତୁନି ସେବକ ମାନଙ୍କୁ। ଆମ ସାମ୍ନାରେ ବଢିଥିଲେ ମଧ୍ୟ ଗୋଟେ ସମୟ ଆସିଲେ, ସେ ମ୍ୟାରିଡ ହେଲା ପରେ ଗୋଟେ ପିଲାକୁ କିରେ ବୋଲି ହଉଥିବୁ, ମ୍ୟାରିଡ ହେଲା ପରେ ତାର ସ୍ତ୍ରୀ ସାମ୍ନାରେ ପିଲାକୁ ରେ ବୋଲିବାର ନାହିଁ। ସ୍ତ୍ରୀ ମାନେ ସମ୍ଭାଳିବେନି ତାଙ୍କର ସ୍ୱାମୀକୁ କେଲେ ଡିସରେସ୍ପେକ୍ଟ କଲେ। ୟୁ ସୁଡ୍ ଲର୍ନ ଦିସ୍। ପବିତ୍ର ଆତ୍ମା ଥିଲେ ଶିଖିବେ ଆପଣ ମାନେ। କଲେକ୍ଟର 25 ବର୍ଷର ଟୋକା ହେଲେ ମଧ୍ୟ କି ଭାଇ କିରେ, ଆମର ଗାଁର ପିଲା ବୋଲି କହିବି ତାଙ୍କୁ। 25 ବର୍ଷର ପିଲା ଟୋକା ହେଲେ ମଧ୍ୟ ତାଙ୍କର ପଦକୁ ଆମେ ରେସ୍ପେକ୍ଟ ଦେଉ। ସେ କଲେକ୍ଟର ହେଇଛି, ଆଇଏଏସ୍ ହେଇଛି, ପୋଲିସ ହେଇଛି, କଣ ଭାଇ କେମିତି ଭାଇ କହୁ। କେତେ ଜଣ ଭାଇ ଭାଇ କହିପାରୁନାହାନ୍ତି, ପାଷ୍ଟର ବି କହିପାରୁନାହାନ୍ତି କେତେ ଜଣ ମତେ ମତେ
ଆପଣ ରେସ୍ପେକ୍ଟ ଦେବା ପାଇଁ ଆପଣଙ୍କ ଠାରୁ ବଡ ବୟସ ହିଁ ହେଇଥିବା ଦରକାର ନାହିଁ ଆଜ୍ଞା। ପଦରେ ଆପଣ ଗୋଟେ ବଡ ପଦରେ ଥିଲେ ଯଥେଷ୍ଟ। କେତେ ଜଣ ପାଇଁ ଟିକେ ମୁଖାପେକ୍ଷା ଏଠି କଣ ପାଇଁ କି ତାଙ୍କୁ ନମସ୍କାର କରିବୁ କି ବୋଲି, ମତେ କଣ ପାଇଁ କେମିତି କରିବେ? ଆପଣଙ୍କୁ ଗାଇଡ କରୁଛି, ଆପଣଙ୍କୁ ଲିଡ କରିବାର ପଦରେ ଯଦି ପ୍ରଭୁ ରଖିଛନ୍ତି ମାନେ ସେଇ ପଦକୁ ଆପଣ ରେସ୍ପେକ୍ଟ ଦେଲେ ଯଥେଷ୍ଟ। ନହେଲେ ବି ମୁଁ କିଛି କମ୍ପ୍ଲେନ କରୁନି, ଯେ କହୁଛି ମୁଁ ଲାଙ୍ଗୁଏଜ ଠିକ କରନ୍ତୁ। ଆରେ ହୋରେ ଆରେ ଓରେ ବୋଲି କୁହନ୍ତୁ ନାହିଁ। ବିରକ୍ତର ଆତ୍ମା, ଚିଡି ଚିଡିଆ ଆତ୍ମା, କୋଉଟାକୁ ଦେଖିବି କି ବି ଖୁସି ସାଟିସ୍ଫାଇ ହେଉନଥିବେ ଏଇ ଆତ୍ମା। ଲୁଣ କମି ଗଲେ ରାଗି ଯାଉଥିବେ, ସିଝି ନଥିଲେ ରାଗି ଯାଉଥିବେ, ପିଲା ବସିଥିଲେ ବସରେ ଠିଆ ହେଲେ କାହିଁ ଠିଆ ହେଉଛରେ ବସୁନ, ଗାଲି କରି ବସିଲେ ମରିଲେ ବଞ୍ଚିଲେ ବି ରାଗି ଯାଉଥିବେ। ମାନେ ବିରକ୍ତର ଆତ୍ମା ପାଇଛ କି? କଣ ପାଇଁ ପାଇଥିବେ ଏଟା? ଈଶ୍ୱରଙ୍କର ଅବାଧ୍ୟ ହେବାରୁ, ଈଶ୍ୱର ଦେଇଥିବା କାମ ପୁରା ନ କରିଥିବାରୁ, ଈଶ୍ୱରଙ୍କର କାମ ନିଜର ତରିକାରେ କରିବା ପାଇଁ ଚେଷ୍ଟା କର। ସାଉଲଙ୍କର ସବୁ ପାପ ଏଇଟା ହେଇଥିଲା। ଈଶ୍ୱରଙ୍କର ଆତ୍ମା ଯଦି ଛାଡିଗଲେ ବିରକ୍ତ ହେଇଯିବେ ଆପଣ। ବିରକ୍ତର ଆତ୍ମା ଆସିଯିବ, ଭୟର ଆତ୍ମା, ଏଂଜାଇଟି, ମାନେ କେମିତି ହେବ, ଠିକ ହେବ କି, କାମ ହେବ କି ଖାଲି, କିନ୍ତୁ ଗୋଟେ ପ୍ରକାର ଭୟ ରହିଯିବ। ବିଲକୁଲ ଭରସା ନଥିବ ଆପଣଙ୍କର ଜୀବନରେ, କିଛି ମଙ୍ଗଳ ହେବ ବୋଲି ଭରସା ନଥିବ ଆପଣଙ୍କୁ। ନାଇଁ ସବୁ ଠିକ ହେଲା, ଠିକ ହେଲା କି, ଠିକ ହେଇଯିବେ ତ, ନା ମରିଯିବେ, ନା କି କେମିତି ହେବ, ଗୋଟେ ଭୟ 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 ରହିବ। ବିରକ୍ତ ବିରକ୍ତ रागी रागी के रहे। एंड सब लोग बहुत अच्छे थे, आप लोग ही ट्रबल में रहेंगे। ଯିଶୁନାର ଭୂତ ଜାଲ ଛାଡିବ ନା ଆଜ୍ଞା। ପ୍ରଥମେ ଈଶ୍ୱରଙ୍କ ପାଖକୁ ଯିବେ ଆପଣ, ସେଠି ସଂଶୋଧନ କରିବେ, ତାପରେ ଧମକାଇଲେ ଯିବ ସେ।